ରାୟଗଡ଼ା ଜିଲ୍ଲା ଗୁଣୁପୁର ତହସିଲ ଅନ୍ତର୍ଗତ ସିରିଝୁଲି ସର୍କଲର ରାଜସ୍ୱ ନିରୀକ୍ଷକ ସୁଶାନ୍ତ ମଲ୍ଲିକ 25,000 ଟଙ୍କା ଲାଞ୍ଚ ନେବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରା ପଡ଼ିବା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ତେଜିଛି ଅସନ୍ତୋଷ। ଏହି ଘଟଣାଟି ପ୍ରମାଣିତ କରୁଛି ଯେ ରାୟଗଡ଼ା ଜିଲ୍ଲାରେ ଜମି ଦୁର୍ନୀତିର ଚେର କେତେ ଗଭୀରକୁ ଲମ୍ବିଛି। ଆସନ୍ତୁ ଦେଖିବା ଏହି ବିଶେଷ ରିପୋର୍ଟ। ସୂଚନା ଅନୁଯାୟୀ ଜଣେ ଆବେଦନକାରୀ ନିଜ ପୈତୃକ ଜମିର ମ୍ୟୁଟେସନ ମାମଲାରେ ଜମି ପଟ୍ଟା ସଂଶୋଧନ ପାଇଁ ଅନଲାଇନରେ ସମସ୍ତ ସରକାରୀ ପ୍ରକ୍ରିୟା ପୂରଣ କରିଥିଲେ, କିନ୍ତୁ ଅନୁକୂଳ ତଦନ୍ତ ରିପୋର୍ଟ ଦେବା ଓ ଜମି ପଟ୍ଟା ପ୍ରଦାନ କରିବା ପ୍ରକ୍ରିୟା ସହଜ କରିବା ପାଇଁ ଆର୍ଆଇ ସୁଶାନ୍ତ ମଲ୍ଲିକ 25,000 ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଏକ ଯୋଜନାବଦ୍ଧ ଚଢ଼ାଉ କରାଯାଇ ଆର୍ଆଇଙ୍କୁ ରଞ୍ଜନତ ଗିରଫ କରାଯିବା ସହ ଲାଞ୍ଚ ଟଙ୍କା ଜବତ କରାଯାଇଛି। କୋରାପୁଟ ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କ ସହ ସମ୍ପୃକ୍ତ 3ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ତେବେ ଏହି ଗିରଫଦାରୀର ଗୋଟିଏ ଛୋଟ ଝଲକ ମାତ୍ର। ପ୍ରକୃତ କଥା ହେଉଛି ରାୟଗଡ଼ା ଜିଲ୍ଲାରେ ବହୁ ମାତ୍ରାରେ ଜମି ଦୁର୍ନୀତି ହେଉଥିବା ନେଇ ସବୁବେଳେ ଚର୍ଚ୍ଚା ଚାଲିଛି। ଅଭିଯୋଗ ହେଉଛି ଯେ ରାଜସ୍ୱ ବିଭାଗ ଅଧୀନରେ କାର୍ଯ୍ୟରତ କିଛି ଅସାଧୁ କର୍ମଚାରୀ ଓ ବାବୁମାନଙ୍କ ସଲାସୂତ୍ରରେ ଗରିବ ଏବଂ ସାଧାରଣ ଲୋକଙ୍କ ଜମିକୁ ହେରଫେର କରାଯାଉଛି। ଛୋଟ କାମ ପାଇଁ ବି ମୋଟା ଅଙ୍କର ଲାଞ୍ଚ ମଗାଯାଉଛି। ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କୁ କହିବା କଥା, ଯଦି ରାଜସ୍ୱ ମନ୍ତ୍ରୀ ଓ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀମାନେ ନିଜେ ରାୟଗଡ଼ା ଜିଲ୍ଲାରେ ଚାଲିଥିବା ଜମି କାରବାର ଓ ରାଜସ୍ୱ ବିଭାଗର କାର୍ଯ୍ୟକଳାପର ଉଚ୍ଚସ୍ତରୀୟ ଖୋଳତାଡ଼ କରନ୍ତି, ତେବେ ଆହୁରି ଅନେକ ବଡ଼ ବଡ଼ ଦୁର୍ନୀତିର ଗୁମର ଫିଟିବ ଏବଂ ଅସଲି ଦୁର୍ନୀତିକର ଚେହେରା ଲୋକଲୋଚନକୁ ଆସିପାରିବ। ଜଣେ ଆର୍ଆଇ ଲାଞ୍ଚ ନେଇ ଧରା ପଡ଼ିବା ପରେ ସରକାରଙ୍କ ସ୍ୱଚ୍ଛ ଶାସନ ଉପରେ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ ଦେଖିବାକୁ ବାକି ରହିଲା ରାୟଗଡ଼ା ଜିଲ୍ଲାରେ ଚାଲିଥିବା ଏହି ବ୍ୟାପକ ଜମି ଦୁର୍ନୀତିର ଚେର ଖୋଜିବା ପାଇଁ ରାଜସ୍ୱ ବିଭାଗ କିଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରୁଛି।